2023 ମସିହାରେ ଆସିଥିଲା ପ୍ରଭାସଙ୍କର ଗୋଟିଏ ବଡ଼ ଫିଲ୍ମ ଆଦିପୁରୁଷ ଏବଂ ଫିଲ୍ମ ରିଲିଜ୍ ହେଉ ହେଉ ଆଦିପୁରୁଷଟି ବକ୍ସ ଅଫିସରେ ଆଣ୍ଠେଇ ପଡ଼ିଲା ଏବଂ ଦର୍ଶକମାନେ ପ୍ରଭାସକୁ ବହୁତ ସମାଲୋଚନା କଲେ ଏବଂ ଗାଳି ମଧ୍ୟ ଦେଲେ। ସେ ରାମଙ୍କ ପାଇଁ ଫିଟ୍ ଭୂମିକାରେ ନଜର ନ ଆସୁଥିବା ମଧ୍ୟ କହିଲେ। ତେବେ ଏଥିପାଇଁ ସେ ବହୁତ ଦୁଃଖିତ ମଧ୍ୟ ହୋଇଥିଲେ। ତେବେ ପ୍ରଭାସଙ୍କ ଏହି ଫିଲ୍ମ ଏବେ ବକ୍ସ ଅଫିସରେ ଧମାଲ କରୁଛି। କଳ୍କି 2898 ବକ୍ସ ଅଫିସରେ ରେକର୍ଡ ଗୋଟିଏ ଦିନରେ ନୁହେଁ 4 ଦିନରେ 500 କୋଟି ଟଙ୍କା ଇନକମ୍ କରିସାରିଲାଣି। ତେବେ ସବୁ ବଡ଼ ବଡ଼ ବଲିଉଡ୍ ଫିଲ୍ମକୁ ପଛରେ ପକାଇବା ମଧ୍ୟ କୁହାଯାଉଛି। ତେବେ ଅମିର ଖାନଙ୍କ ଦଙ୍ଗଲ ଫିଲ୍ମକୁ ମଧ୍ୟ ଏହି ଫିଲ୍ମଟି ପଛରେ ପକାଇବା ବୋଲି କ୍ରିଟିସାଇଜମାନେ ମତ ଦେଇଛନ୍ତି। ଫିଲ୍ମର ବାଣିଜ୍ୟ ବିଶ୍ଳେଷକ ରମେଶ ବାଲା ଗୋଟିଏ ପୋଷ୍ଟ କରି କହିଛନ୍ତି ଯେ କଳ୍କି 2898 ଏଟି ବକ୍ସ ଅଫିସର କଲେକ୍ସନ ବାବଦରେ କହିଛନ୍ତି। ସେ କହିଛନ୍ତି ଯେ ସମଗ୍ର ବିଶ୍ୱରେ ଇଭିନିଂ ଶୋ ଆରମ୍ଭ ହେବା ପରେ କଳ୍କି ବହୁତ ୱାର୍ଲଡ ରେକର୍ଡ କରିଚାଲିଛି ଏବଂ 500 କୋଟି ଟଙ୍କା ଏପର୍ଯ୍ୟନ୍ତ ଆୟ କରିସାରିଲାଣି। ଉତ୍ତର ଆମେରିକାରେ 4 ଦିନ ମଧ୍ୟରେ କଳ୍କି 2898 $10 ମିଲିୟନ ଅର୍ଥାତ୍ 74 କୋଟି ଟଙ୍କା ଇନକମ୍ କରିଛି। ସେହିପରି ବିଦେଶୀ ଚଳଚ୍ଚିତ୍ର ବିତକ ପ୍ରକ୍ରିୟାରେ କଳ୍କିଟି ବହୁତ ଭଲ ପ୍ରଦର୍ଶନ କରୁଛି। ଯଦି ଆମେ ଭାରତ କଥା କହିବା ତେବେ କଳ୍କି ଏଡି ରିଲିଜ୍ ହେବାର 4 ଦିନ ମଧ୍ୟରେ 300 କୋଟି ଟଙ୍କା ଅତିକ୍ରମ କରିଛି। ବାଣିଜ୍ୟ ପୋର୍ଟାଲମାନେ ମଧ୍ୟ କହୁଛନ୍ତି ଯଦି ଫିଲ୍ମଟି ଏହିପରି ବ୍ୟବସାୟ କରିଚାଲେ ଆଗକୁ 3000 କୋଟି କ୍ଲବରେ ସାମିଲ ହେବ ବୋଲି କହୁଛନ୍ତି। ତେବେ କଳ୍କି ଫିଲ୍ମଟି ମାସ ମାସ ଧରି ବକ୍ସ ଅଫିସରେ ଚାଲିବା ନେଇ ଦର୍ଶକମାନେ ମଧ୍ୟ ମତ ଦେଇଛନ୍ତି। ଏହି ହାଇ ବଜେଟର ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ନାଗ ଅଶ୍ୱିନ। ମୁଖ୍ୟ ଭୂମିକାରେ ଅମିତାଭ ବଚ୍ଚନ, ପ୍ରଭାସ, ଦୀପିକା ପାଦୁକୋନଙ୍କ ବ୍ୟତୀତ ଦିଶା ପଟାନି ମଧ୍ୟ ଅଛନ୍ତି। ତେବେ ବଲିଉଡ୍ ଏବଂ ଟଲିଉଡ୍ଙ୍କ ଷ୍ଟାରକାଷ୍ଟକୁ ନେଇ କଳ୍କି ଫିଲ୍ମଟି ରିଲିଜ୍ ହୋଇଥିଲେ ମଧ୍ୟ ବହୁତ ଧମାଲ ମଚାଉଛି। ଏଥିରେ କମେଡିଆନ ବ୍ରହ୍ମାନନ୍ଦମ ମଧ୍ୟ ସ୍ଥାନ ପାଇଛନ୍ତି। ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଦେଖିବାକୁ ହଲ୍କୁ ଲୋକମାନେ ବହୁତ ଧାଉଁଛନ୍ତି। ପ୍ରଭାସଙ୍କର କେତୋଟି ଫ୍ଲପ୍ ଫିଲ୍ମ ପରେ ଏବେ ଆସିଛି କଳ୍କି ଫିଲ୍ମ, ଯାହା ବକ୍ସ ଅଫିସରେ ବହୁତ ବଡ଼ ବ୍ଲକବଷ୍ଟର ସାବିତ ହେବାକୁ ଯାଉଛି। ଯଦି ସେ କଳ୍କି ଫିଲ୍ମ 3000 ରୁ 4000 କୋଟି ଇନକମ୍ କଲା ବଲିଉଡ୍